ওই সাড়ে জানি জানি দান্তাড় আছে জানি ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠରେ ହାତୀପଲ ଚଳାଇଛନ୍ତି ଉତ୍ପାତ। ଏପରିକି ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ଜୀବନ ଯାଇଥିବା ବେଳେ ମୃତକ ଜଣକ ହେଲେ ବାରିପଦା ବନଖଣ୍ଡ ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଅଞ୍ଚଳ ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ। ତେବେ ବାରିପଦା ସହର ଉପକଣ୍ଠ ଶ୍ୟାମାଖୁଣ୍ଟା ଅଞ୍ଚଳରେ 40 ଟିକିଆ ହାତୀପଲ ଉତ୍ପାତ ଚଳାଇଥିବାରୁ କଲବଲ ହେଉଛନ୍ତି ସ୍ଥାନୀୟ ଲୋକମାନେ। ସେହି କ୍ରମରେ ମୃତ ମଧୁସୂଦନ ଶୌଚ ହେବାକୁ ବିଲକୁ ଯାଇଥିବା ସମୟରେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ଆଉ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ହାତୀ ଶୁଣ୍ଢରେ ଟେକି ନେଇ ତାଙ୍କୁ କଚାଡ଼ି ଦେଇଥିଲା। ତେଣୁ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ବାରିପଦା ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବଡ଼ସାହି ବ୍ଲକର ବିଭିନ୍ନ ଅଞ୍ଚଳରେ ମଧ୍ୟ ହାତୀପଲର ଉପଦ୍ରବ ଲାଗି ରହିଥିବା ଘଟଣା ସାମ୍ନାକୁ ଆସିଛି। ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶି ଧାନ ଖଳାରେ ଧାନ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ମୁଁ ଆସିଥିଲି ଏପଟେ ଆପଣଙ୍କର ହାତୀ ଦେଖିବାକୁ। କ'ଣ ଜଣେ ଲୋକ କ'ଣ ଏପଟେ ଆପଣଙ୍କର ଏପଟୁ ହାତୀ ଗୁଡ଼େଇ ଗୁଡ଼େଇ ଆଣୁଥିଲେ। ଆଉ ଆମର ସେ ଭାଇଟା ଏଠି ଝାଡ଼ା ଫେରତେ ବସୁଥିଲେ। କି ତାଙ୍କ ନାମ? ମଧୁସୂଦନ ପାଣ୍ଡେ। ଆଚ୍ଛା, କ'ଣ ହେଲା ତାପରେ ଟିକେ? ସେଆଡ଼ୁ ହାତୀ ପାରି ଦେଇଛି ସେପଟୁ। ସେମାନେ କେତେ ହାତୀ ଥିଲେ 5ଟା ନା କେତେ 4-5ଟା ବର୍ତ୍ତମାନ 5ଟା ଥିଲେ। ଆଗରୁ ସେପଟୁ ଗୁଡ଼େଇ ଆସିକି ତାକୁ ସେତେବେଳେ ହିଡ଼ଟାରେ ଏମିତି ହେଇକି ଉଠୁଥିଲେ। ତାପରେ ଶୁଣ୍ଡରେ ତାକୁ ଟାଣି ଆଣିଛି କଚାଡ଼ି ଦେଇଛନ୍ତି। ମାନେ ମାଡ଼ିବା ପାଇଁ ପୁରା ରେଡ଼ି ହେଇଯାଇଥିଲେ। ସେ ଟାଇମ୍ରେ ମୁଁ ଗୋଟେ ଟେକା ମାରିଥିଲି। ଆଚ୍ଛା, ଟେକା ମାରିଦେଲା ପରେ ସେ ଛାଡ଼ି ଦେଇଛି। ତାଙ୍କ ଅବସ୍ଥା ଏଇନା କେମିତି? ଅବସ୍ଥା ମାନେ ସେ ପାକ୍ କରୁଛନ୍ତି। କିସ ହେଇଛି ପୁରା ଡିଟେଲ୍ସ ମୁଁ ଜାଣିନି। ବୁହିକି ଆଣିଛି ତାପରେ ଏଇନା ବର୍ତ୍ତମାନ ଆମ୍ବୁଲାନ୍ସରେ ନେଇଗଲେ। ଆଚ୍ଛା, ସକାଳୁ କିଛି ଆହୁରି ହାତୀ ଯାଇଥିଲେ କି? ଆହୁରି 33ଟା ଆଗରୁ ପଳେଇଲେ। 33ଟା ଆଗରୁ ଯାଇଛନ୍ତି। ସେଇ ରାସ୍ତାରେ ଆଉ ଥରେ ମାନେ ମୋଟ କହିଥିଲେ 40ଟା ପାଖାପାଖି ହାତୀ ଆସିଛି। ଆଜ୍ଞା, ଠିକ୍ ଅଛି। ମୟୂରଭଞ୍ଜରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।